ଆମ ଜୀବନର ସଠିକ୍ ମୂଲ୍ୟ। ଥରେ ଗୋଟେ ପିଲାଟେ ତାର ବାପାଙ୍କୁ ପଚାରିଲା, ଆମ ଜୀବନର ମୂଲ୍ୟ କେତେ? ବାପା କହିଲେ, ଯଦି ସତରେ ତୁ ନିଜ ଜୀବନର ମୂଲ୍ୟ କେତେ ଜାଣିବାକୁ ଚାହୁଁଛୁ, ତାହେଲେ ମୁଁ ଯାହା କହୁଛି ଧ୍ୟାନ ଦେଇକି ଶୁଣ। ଏଇ ଚିକିମିକି କରୁଥିବା ପଥରକୁ ନେଇକି ତୁ ବଜାରକୁ ଯା। ଯଦି କେହି ଏଇ ଚିକିମିକି ପଥରକୁ ଦେଖି ଆସନ୍ତି କିଣିବାକୁ, ତାହେଲେ ତାଙ୍କୁ କିଛି କହିବୁନି, ତୁ ଖାଲି 4ଟି ଆଙ୍ଗୁଳି ଦେଖେଇ ଦେବୁ। ଆଉ ସେ ତାର ମୂଲ୍ୟ କେତେ କହିଲେ ମୋତେ ଆସିକି ଜଣେଇବୁ। ତେବେ ପୁଅ ସକାଳୁ ବାହାରିଗଲା ବଜାରକୁ। ବାସ୍ ଆଉ କ'ଣ, ସେ କିଛି ସମୟ ବସିବା ପରେ ଗୋଟେ ଲୋକ ଆସି ସେଇ ପଥରର ମୂଲ୍ୟ ବୁଝିବାକୁ ଲାଗିଲା। ପିଲାଟି ତାର 4ଟି ଆଙ୍ଗୁଳିକୁ ଦେଖାଇଲା। ତେବେ ସେହି ଲୋକଟି ତାର ମୂଲ୍ୟ 400 ଟଙ୍କା ଦେବାକୁ କହିଲା। ପିଲାଟି ଆଶ୍ଚର୍ଯ୍ୟ ହେଇଗଲା ଯେ ଏଇ ପଥରର ଏମିତି କ'ଣ ଅଛି ଯେ ଲୋକ ୟାକୁ 400 ଟଙ୍କା ଦେଇକି କିଣିବାକୁ ଚାହୁଁଛନ୍ତି। ପିଲାଟି ସେଇ ଲୋକକୁ ସେଇ ପଥରକୁ ନ ଦେଇ ଘରକୁ ଫେରିଆସି ସବୁ କଥା ତାଙ୍କ ବାପାଙ୍କୁ କହିଲା ଯେ ବାବା, ବଜାରରେ ମୋତେ ଜଣେ ଲୋକ ମିଳିଲେ ଯିଏ ଏଇ ପଥରକୁ 400 ଟଙ୍କାରେ ନେବା ପାଇଁ କହୁଥିଲେ। ବାବା ସବୁ କଥା ଶୁଣିଲା ପରେ ବାବା ଦୀର୍ଘ ନିଶ୍ୱାସ ଭରିଲେ। ବାବା ତାଙ୍କୁ ଏବେ ପାଖରେ ଥିବା ସଂଗ୍ରହାଳୟକୁ ପଠାଇଲେ, ଯେଉଁଠି ପୁରୁଣା ଜିନିଷ ରଖାଯାଇଥିଲା। କି ତୁ ଥରେ ସେଇ ସଂଗ୍ରହାଳୟକୁ ଯାଇ ଏଇ ପଥରର ମୂଲ୍ୟ କେତେ ପଚାରେ। ଏବେ ପିଲାଟି ଘର ପାଖରେ ଥିବା ସଂଗ୍ରହାଳୟକୁ ବାହାରିଗଲା। ଯାଇ ପଚାରେ ଯେ ଏହି ପଥରର ମୂଲ୍ୟ କେତେ ହେବ। ସେମିତି ସେ ଚୁପଚାପ ରହି ତାର 4ଟି ଆଙ୍ଗୁଳିକୁ ଦେଖାଇଲା। ଯେବେ ସେଇ ସଂଗ୍ରହାଳୟର କାର୍ଯ୍ୟକର୍ତ୍ତା ଥିବା କର୍ମଚାରୀମାନେ କହିଲେ, ଏହି ପଥରକୁ ଆମେ 40,000 ଦେବୁ, ତମେ ଏଇ ବସ୍ତୁକୁ ଆମକୁ ବିକିଦିଅ। ସେ ଏଇସବୁ ଶୁଣି ଆସି ତାଙ୍କ ବାପାଙ୍କୁ ସବୁ କଥା କହିଲା। ତାଙ୍କ ବାପା ସବୁ ଶୁଣିବା ପରେ କହିଲେ, ତୁ ଏବେ ଏହି ପଥରକୁ ନେଇ ଯେଉଁଠି ବହୁମୂଲ୍ୟ ପଥରର ଦୋକାନ ରହିଛି ସେଠି ନେଇକି ଏଇ ଅମୂଲ୍ୟ ବସ୍ତୁକୁ ଦେଖା। ସେ କେତେ କହୁଛନ୍ତି ମୋତେ ଆସି ଜଣାଇବୁ। ଯେତେବେଳେ ସିଏ ସେଇ ଦୋକାନକୁ ଯାଇ ଏହି ପଥରକୁ ଦେଖେଇଲା, ଦୋକାନୀ ଆଶ୍ଚର୍ଯ୍ୟ ହୋଇ କହିଲା, ପୁଅ ଏଇ ପଥରକୁ ତୁ କେଉଁଠୁ ପାଇଲୁ? ମୁଁ ୟାକୁ ତ ବହୁତ ଖୋଜିଛି, ହେଲେ ଜମା ପାଇନି। ଏତେ ଦିନ ହେଲା ଏହି ପଥରକୁ ମୁଁ ଖୋଜୁଥିଲି। ଆଜି ମୋର ଖୋଜିବାର ସମାପ୍ତି ଘଟିଛି। କେତେ ଟଙ୍କା ନେବ? ଏହି ପଥରକୁ ମୋତେ ତୁମେ ଦେଇଦିଅ। ପିଲାଟି ତାର 4 ଆଙ୍ଗୁଳିକୁ ଦେଖାଇଲା। ଦୋକାନୀ କହିଲା, ହଁ, ମୁଁ 4 ଲକ୍ଷ ଦେବାକୁ ରାଜି ଅଛି। ପିଲାଟି ପୁରା ଚକିତ ହୋଇ ରହିଗଲା। ସେଇ ଲୋକକୁ ଅନଉଥାଏ। କେଉଁଠି ମାତ୍ର 400 ଟଙ୍କା ସେ ସେଇ ବଜାରରେ ସେଇ ଲୋକକୁ କହୁଥିଲା ନେବାକୁ, ଏବେ ଏହି ଦୋକାନୀ ତାକୁ 4 ଲକ୍ଷ ଦେବାକୁ ରାଜି ହୋଇଗଲାଣି। ସେ ଏବେ ତାଙ୍କ ବାପାଙ୍କୁ ଆସି ସବୁ କଥା ବର୍ଣ୍ଣନା କଲା। ବାପା, ମୋତେ କିଛି ବୁଝା ପଡ଼ୁନି, ୟାର ରହସ୍ୟ କ'ଣ? ଏଇ ପଥର ସତରେ କ'ଣ ଏତେ ଦାମୀ? ହଁ ପୁଅ, ଏହି ପଥର ଅମୂଲ୍ୟ ଅଟେ। ଠିକ୍ ଏହି ପଥର ଭଳି ଆମ ଜୀବନ। ଆମେ ନିଜକୁ କେଉଁଠି ରଖୁଛେ ସେଇଟା ଆମ ପାଇଁ ପ୍ରାଧାନ୍ୟ ଅଟେ। ଯେମିତି ଗୋଟେ ପଥର ଛେଣି ହାତୁଡ଼ି ମାଡ଼ ଖାଇ
ଏକ ମୂର୍ତ୍ତି ସ୍ୱରୂପରେ ପୂଜା ପାଇଥାଏ। ଆଉ ଗୋଟେ ପଥର ଛେଣି ହାତୁଡ଼ି ମାଡ଼ ନ ଖାଇ ମନ୍ଦିରର ପାହାଚ ହୋଇ ରହିଯାଇଥାଏ। ଜୀବନରେ ବହୁତ ଲୋକ ଅଛନ୍ତି ଯିଏ ଆମକୁ ଭଲ ପାଇଥାନ୍ତି ଓ ଆମ ଜୀବନର ଅମୂଲ୍ୟ ହୋଇଥାଏ ତାଙ୍କରିମାନଙ୍କ ପାଇଁ। କିନ୍ତୁ ବହୁତ ଲୋକ ଅଛନ୍ତି ଯିଏ ଆମକୁ ବସ୍ତୁ ଭାବେ ଉପଯୋଗ କରିଥାନ୍ତି। ତାଙ୍କଠାରୁ ବଞ୍ଚିବା ଆବଶ୍ୟକ ହୋଇପଡ଼ିଥାଏ। ଏହି କାହାଣୀଟି ଆପଣଙ୍କୁ ଭଲ ଲାଗିଥିଲେ ଆମ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଆଉ ସେୟାର କରନ୍ତୁ।